ओ नारायणं नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरयेत् वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताख्यं नमामि रामं रघुनन्दनाख्यं श्रीराम जय राम जय जय राम जय रघुनन्दन जय घनश्याम श्रीराम जय राम जय जय राम जय रघुनन्दन जय घनश्याम। भक्तवत्सल भगवान की जय, आनंद चंद्र भगवान की जय, सच्चिदानंद भगवान की जय, शंकर भगवान की जय, कृष्ण भगवान की जय, जगन्नाथ महाप्रभु की जय, मर्यादा पुरुष राम नारायण की जय, लक्ष्मण लाल जी की जय, भरत लाल जी की जय, शत्रुघ्न लाल जी की जय, जनक नंदिनी सीता देवी की जय, संकट मोचन हनुमान जी की जय, संकट वासिनी माँ शारदा को जय, स्वर्गमर्त पाताल की जय, दशरथ गोपाल की जय, यूट्यूब कर्मकर्ता मान को जय, मोर प्रिय श्रोता बंधु मान को जय, अग्निजल देवता को जय, वसुधा देवता को जय, सूर्य देवता को जय, चंद्र देवता को जय। मोर प्रिय श्रोता बंधु आपण मान को बोथाटा प्रणाम करी आरंभ करिया जाऊँ ये धारावाहिक संपूर्ण रामायण कथा जहाँ जी देखुं देखु आपण इच्छा ये तो आध्यात्मिक कथा ये तो पुण्यमय कथा ये तो रामनारायण कथा आगे शुणिले कौन हुए जी शुणुवे से जानते हो आपण मैंने को अनुरोध दरखंडिया करेंगे ना संपूर्ण देखिए आउ टे वीडियो को टे दयाकोरी सब्सक्राइब करेंगे और लाइक करेंगे ये कथा ये डकर आसवा पर्यंत मुखरे राम नाम चली था ये मागुनी आपण मैंने परवर्ती अध्याय शुणुले घोरतर युद्ध चली असुर मैंने एमि युद्ध कर बानर सेना मैंने डरी छानिया एणे तेणे पलाउं मर्यादा पुरुष राम नारायण को पाद धरी क्षमा मागुं रक्षा कर हे नारायण हे जगतर नाथ विभिन्न प्रकार स्तुति करी डरे कातर हो क्षमा मागुं शरण पशुंट आपण मैंने तो जानते लक्ष्मण भगवान कथा सी आउ संभाली राम नारायण को पादर नमस्कार करी जाऊँ बानर मान सपक्ष युद्ध करने निज दल विकल देखी कटी किस निसंग धनु हाथ लक्ष्मण चल क्रुद्ध होई नाई राम जदमाथ श्यावर रामचंद्र शंकर हरिओं भजु मंगल भवनय मंगलहारी दबौषध शरथ अजिर विहारी श्री राम जय राम राम जय रघुनंदन जय घनश्याम भक्तवत्सल भगवान की जय। निज सैन्यकर
ବିକଳ ଅବସ୍ଥା ଦେଖି କଟିରେ ତୁଣୀର ଯେଉଁ ସ୍ୱର ରଖାଯାଏ ତାକୁ ବାନ୍ଧି ହାତରେ ଧନୁଶର ଧରି ମର୍ଯ୍ୟାଦା ପୁରୁଷ ରାମଙ୍କ ଚରଣରେ ମଥଲଟା ପ୍ରଣାମ କରି ଲକ୍ଷ୍ମଣ କ୍ରୋଧ ହୋଇ ଚାଲିଛନ୍ତି। ରେ ଖଲକା ମାରଚି କପି ଭାଲୁ ଶ୍ରୀରାମ ଜୟ ରାମ ରାମ ମୋହି ବିଲକୁ ତୋର ମଇ ମଇ କାଲୁ ଶ୍ରୀରାମ ଜୟ ରାମ ରାମ ଖୋଜ ତୋର ହେଉ ତୋଇ ସୁତ ଘାଟି ଶ୍ରୀରାମ ଜୟ ରାମ ରାମ ଆଜ ନିପାତି କୁଡ଼ାଉ ଛାତି ଶ୍ରୀରାମ ଜୟ ରାମ ରାମ ଭକ୍ତ ବତ୍ସଳ ଭଗବାନ କି ଜୟ। ସେ ରାବଣ ନିକଟକୁ ଯାଇକି କହିଲେ, ରେ ଦୁଷ୍ଟ, ତୁ ବାନର ଭାଲୁମାନଙ୍କୁ ମାରୁଛୁ କାହିଁକି? ଓହୋ, ଇଏ ନିରୀହ ପ୍ରାଣୀ ବୋଲି ମାରୁଛୁ? ହଁ, ମୋର ମନେ ପଡ଼ୁନଥିଲା। ମୋତେ ଦେଖିପାରୁଛୁ ନା? ତୁ କାଳ ଭଳିଆ ଦେଖା ହେଉଛି ନା? ରାବଣ କହିଲା, ଏଇଟା ତ ମୋର ପୁତ୍ର ଘାତକ, ଏଇ ମୋ ପୁଅକୁ ମାରିଛି, ମୁଁ ତତେ ତ ଖୋଜୁନି ଆଉ। ରାବଣ କହୁଛି, ଆଜି ଆଉ ମୋ ଆଗରୁ ଯିବୁନି, ଆଜି ତତେ ମାରିକି ମୁଁ ମୋ ହୃଦୟକୁ ଶୀତଳ କରିବି। ହସ କହି ଛାଡ଼େ ଶିବାନ ପ୍ରଚଣ୍ଡା ଲକ୍ଷ୍ମଣ କିଏ ସକଲ ସତ ଖଣ୍ଡା ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ କୋଟିନ ଆୟୁଧରା ଅନଡାରେ ତିଲ ପ୍ରବାନ କରି କାଟି ନିବାରେ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଭକ୍ତ ବତ୍ସଳ ଭଗବାନ କି ଜୟ। ଏଇଭଳିଆ କହିକି ପ୍ରଚଣ୍ଡ ବାଣ ପ୍ରୟୋଗ କଲା। ଲକ୍ଷ୍ମଣ ତ ଆପଣମାନେ ଜାଣିଛନ୍ତି, ଲକ୍ଷ୍ମଣ ତ କେଉଁ କମ୍ ବୀର ନୁହେଁ। ଲକ୍ଷ୍ମଣ ସେସବୁ ବାଣ ମାରିକି ଶହ ଖଣ୍ଡ କାଟିକି ଖଣ୍ଡ କରିଦେଲେ। ମହାଧନୁର୍ଧାରୀ ଲକ୍ଷ୍ମଣ ଭଗବାନ। ରାବଣ କୋଟି କି ଅସ୍ତ୍ର ଚଳେଇଲା, କାହିଁକିନା ତାର ଇଏ ଗୋଟେ ଶର ମାରିନେ, ତାର 10ଟା ହାତ 10ଟା ଶର ମାରିବ। ତେଣୁ ମାରି ଚାଲିଛି। ଲକ୍ଷ୍ମଣ ସେସବୁ ମଧ୍ୟ କାଟିକି ତିଳ କରିକି ନଷ୍ଟ କରିଦେଲେ। ପୁନି ନିଜ ବାନନ କିନ ପ୍ରହାରା ଶ୍ରୀରାମ ଜୟ ରାମ ଶନ୍ତନୁ ଭଜି ସାରଥି ମାରା ଶ୍ରୀରାମ ଜୟ ରାମ ଶତ ଶର ମାରେ 10 ଭାଲା ଶ୍ରୀରାମ ଜୟ ରାମ ଗିରି ସୁଘନ ଜନୁ ପ୍ରଭ ସହିବାଲା ଶ୍ରୀରାମ ଜୟ ରାମ ଭକ୍ତ ବତ୍ସଳ ଭଗବାନ କି ଜୟ। ଏବଂ ସେ ନିଜ ବାଣ ଦ୍ୱାରା ତାକୁ ପ୍ରହାର କଲେ, ତା ରଥ ଭାଙ୍ଗିକି ସାରଥୀକୁ ମାରିଦେଲେ। ରାବଣର 10 ମୁଣ୍ଡକୁ ଲକ୍ଷ୍ୟ କରିକି ସେ ଶହ ଧନୁ ବିନ୍ଧିଲେ। ପର୍ବତ ଶିଖର ମାନଙ୍କରେ ସର୍ପମାନେ ପଶିଯିବା ପରି ସେଇସବୁ ବାଣ ତା ମୁଣ୍ଡ ମାନଙ୍କରେ ପଶିଗଲା। ଶର ମାଇଲା, ମୁଣ୍ଡରେ ପଶିଲା। ପୁନଃ ଶତ ଶର ମାରା ଉର ମାଇ ପରେ ଉଧର ନେଇ ତାଲ ସୁଧି କଛୁ ନାହିଁ ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ ଉଠା ପ୍ରବଳ ପୁନି ମୂରୁଛା ଜାଗି ଛାଡ଼ି ସବ୍ରହ୍ମ ଦିନି ଯୋଉ ସାଗି ଶ୍ରୀରାମ ଜୟ ରାମ
জয় জয় রাম জয় রঘুনন্দন জয় ঘন শ্যাম ଭକ୍ତବତ୍ସଳ କି ଜୟ। ପୁଣି ଲକ୍ଷ୍ମଣ ତାର ବକ୍ଷକୁ ତା ଛାତିକି ଲକ୍ଷ୍ୟ କରି 100 ସ୍ୱର ମାରିଲେ। ରାବଣ ମୂର୍ଚ୍ଛିତ ହୋଇକି ତଳେ ପଡ଼ିଗଲା। କିନ୍ତୁ ଯେତେବେଳେ ମୂର୍ଚ୍ଛା ଛାଡ଼ିଗଲା, ଚେତା ଆସିଗଲା, ଧଡ଼ପଡ଼ ହୋଇକି ଉଠିଲା। ଉଠିକି ଲକ୍ଷ୍ମଣଙ୍କ ଉପରକୁ ବ୍ରହ୍ମାଙ୍କ ପ୍ରଦତ୍ତ ଶକ୍ତି ନିକ୍ଷେପ କରିଦେଲା। ବ୍ରହ୍ମସ୍ୱର ଯାହାକୁ ଯେଉଁଥିରେ ଯେଉଁ ସ୍ୱର ମାରିଲେ କୌଣସି ଯେକୌଣସି ନର ହଉ ବାନର ହଉ ଯାହା ହଉ ବଞ୍ଚନ୍ତି ନାହିଁ। ସେଇ ସ୍ୱର ମାରିଲା। ସୋ ବ୍ରହ୍ମଦତ୍ତ ପ୍ରଚଣ୍ଡ ଶକ୍ତି ଅନନ୍ତ ଉର ଲାଗି ସହି ପର ବୀର ବିକଲ ଉଠାଉ ଦଶମୁଖ ତୁଲବ ଲମ ହିମା ରହି ବ୍ରହ୍ମାଣ୍ଡ ଭବନ ବିରାଜ କାକେ ଏକ ଶିର ଜିମିର ଜକନି କେହି ଉଠାଉ ନ ମୂଢ଼ ରାଉନ ଜାନ ନାହିଁ ତ୍ରିଭୁବନ ଧନି। ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ କି ଜୟ। ସେ ଯେଉଁ ବ୍ରହ୍ମ ସ୍ୱର ମାରିଲେ ତାର ପ୍ରଚଣ୍ଡ ଶକ୍ତି ପ୍ରଚଣ୍ଡ ବେଗରେ ଆସିକି ଲକ୍ଷ୍ମଣଙ୍କ ବକ୍ଷକୁ ଆଘାତ କଲା। ଯେତେବେଳେ ଆପଣମାନେ ଜାଣିଥିବେ ଶ୍ରୋତାବନ୍ଧୁ ଶକ୍ତିପାତ ହୋଇଥିଲା ସେହି ସମୟର କଥା। ବୀର ଲକ୍ଷ୍ମଣ ବ୍ୟାକୁଳ ହୋଇ ତଳେ ପଡ଼ିଗଲେ। ରାବଣ ତାକୁ ଉଠାଇବାକୁ ଚେଷ୍ଟା କଲା। କିନ୍ତୁ ଲକ୍ଷ୍ମଣଙ୍କର ଯେଉଁ ବଳ ଭଗବାନଙ୍କର ଲକ୍ଷଣ ତାଙ୍କଠାରେ ଅଛି। ତାଙ୍କରି ଦେଖିବାକୁ ସିନା ନର ବା ମନୁଷ୍ୟ, କିନ୍ତୁ ସେ ଭଗବାନ। ଅତୁଳନୀୟ ବଳ, ଅତୁଳନୀୟ ମହିମା। ସିଏ ସେଇ ରକମ ପଡ଼ିଛନ୍ତି। କ'ଣ କରିବେ? ବହୁତ ଚେଷ୍ଟା କଲା। ମୂର୍ଖ ରାବଣ ଟେକିବାକୁ ଚେଷ୍ଟା କରୁଛି। ଲଙ୍କାକୁ ନେବ, କହିଲା ଏଇଟାକୁ ନେଇକି ବନ୍ଦୀରେ ରଖିଦେଲେ ରାମର କାମ ସଇଲା ଆଉ କ'ଣ। ସିଏ କାହିଁକି ରାମ ଲକ୍ଷ୍ମଣଙ୍କ ମହିମା ଜାଣିବ? ମୂର୍ଖ ଦୁଷ୍ଟ ରାବଣ ଉଠଉଛି ନବ ଲଙ୍କାକୁ ନେଇକି ବନ୍ଦୀ ଘରେ ରଖିଦେବ। ଯଦି ବଞ୍ଚିଲା ବନ୍ଦୀ ଘରେ ରଖିଦେବ, ଯଦି ମଲା ଫୋପାଡ଼ି ଦେଇଯିବ। ଏଇ ଦୁଇଟା ଉଦ୍ଦେଶ୍ୟ ତାର, ଦୁଇଟା। ରାକ୍ଷସ ପ୍ରକୃତି ରାବଣର। ନହେଲେ ରାନ୍ଧି ଖାଇଦେବ। ରାକ୍ଷସମାନେ ସବୁ ମାଂସ ଖାଆନ୍ତି। ଦେଖି ପବନ ସୁତ ଧାଓ ବଲ ତ ବଚନ କଠୋର ଆବନ କପିହୀନ ତହି ମୁଷ୍ଟି ପ୍ରଭା ପ୍ରଘର ସିଆବର ରାମଚନ୍ଦ୍ର ଶଙ୍କର ହରିଓಂ। ସେ ଯେଉଁ ଘରପଡ଼ା ରାବଣ ହରିକା ଯାହାକୁ ଘରପଡ଼ା କୁହନ୍ତି, ଦେଖିଦେଲା। ଆସିକି ରାବଣକୁ ମୂର୍ଖ କହି ଜୋରରେ ଆସୁଛି। ଆସିକି ପଛଆଡ଼ୁ ଦେଲା ଗୋଟେ ମୁଠି। ଆଉ ହନୁମାନର ବଳ, ଅପରିମିତ ବଳ। ରାବଣ ଯିବ କୁଆଡ଼େ? ଜାନୁ ଟେକି କପି ଭୂମି ନଗିରା ଶ୍ରୀରାମ ଜୟ ରାମ ରାମ ଉଠା ସବାରି ବହୁତରି ସଭରା। ଶ୍ରୀରାମ ଜୟ ରାମ ରାମ ମୁଠିକା ଏକ ଚାହିଁ କପି ମାରା। ଶ୍ରୀରାମ ଜୟ ରାମ ପରୟୁ ଚଲ ଜନୁ ବଜ୍ର ପ୍ରହାରା। ଶ୍ରୀରାମ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ କି ଜୟ। ମୁଥ ମାଡ଼ ଖାଇ
ବସି ପଡ଼ିଲେ। ଫେର ଟିକେ ଇଏ ହେଇକି ରାବଣ ଗୋଟେ ମୁଠି ମାଇଲା ହନୁମାନଙ୍କୁ। ହନୁମାନ ବି ବସି ପଡ଼ିଲେ ସିନା ତଳେ ପଡ଼ିଲେନି। ରାବଣ କିନ୍ତୁ ତଳେ ପଡ଼ିଯାଇଥିଲା। ନିଜକୁ ସମ୍ଭାଳି ନେଇକି ସେ ପୁଣି ଥରେ କ୍ରୋଧମୟ ହେଇକି ସଙ୍କଟମୋଚନ ହନୁମାନ ଉଠିଲେ ଓ ରାବଣକୁ ଯେମିତି ଇନ୍ଦ୍ର ବଜ୍ର ପ୍ରହାର କରେ ସେଇଭଳିଆ ଗୋଟେ ମୁଠି ମାରିଦେଲେ। ବଜ୍ରାଘାତରେ ଯେମିତି ରାବଣ ତ ପର୍ବତ ଭଳିଆ ଦେହ, ଆପଣ ଦେଖିଥିବେ ଶ୍ରୋତାବନ୍ଧୁ ଫଟୋରେ ଯେମିତି ପର୍ବତ ଗଡ଼ି ପଡ଼େ, ରାବଣ ରଥରୁ ପଡ଼ିକି ଢୋ ପଡ଼ିଛି ଅଚଳ ମହାନ। ମୁରୁଛା ଗେଇ ବହରି ସୋ ଜାଗା କପିବଲ ବିପୁଲ ରାହନ ଲାଗା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଦିଗ ଦିଗ ମମ ପୌରୁଷ ଦିଗ ମୋହି ଯୋଉ ତେଜିୟତ ରହେ ଶିଶୁର ଦ୍ରୋହୀ। ଭକ୍ତ ଭଗବାନ କି ଜୟ। ଯେତେବେଳେ ତଳେ ତ ପଡ଼ିଯାଇଛି, ଯେତେବେଳେ ଚେତା ଆଇଲା ତାପରେ ପୁଣି ଥରେ ରାବଣ ଉଠିଲା ତଳପଡ଼ ହେଇକି। ହନୁମାନଙ୍କର ବିପୁଳ ମନେ ମନେ ପ୍ରଶଂସା କରୁଛି, କହିଲା ଏଇ ଘର ପଡ଼ା ଯାହା ତ ଲଙ୍କା ପରେ କରିଛି। ଥରେ ନୁହେଁ ଦିଥର ଲଙ୍କାକୁ ପୋଡ଼ିଛି, ଯେଉଁ ପାଚେରୀ ଫାଚେରୀ ଭାଙ୍ଗିଛି। ମନେ ମନେ ଭାବୁଛି ମୋ ପୁରୁଷକୁ ଧିକ୍ ଧିକ୍ ମୋର ପୁରୁଷ ପଣିଆ, ମୋତେ ବି ଠିକ୍। ରାବଣ ସିନା ମନେ ମନେ କହୁଛି, ହନୁମାନ ବି ମନେ ମନେ କହୁଛି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣ ଚିନ୍ତା କରନ୍ତୁ। ହନୁମାନ କହୁଛି, ଆଗକୁ ଆପଣମାନେ ଶୁଣିବେ। ଭରତ ଯେତେବେଳେ ବାଟୁଳି ମାରିକି ଗଡ଼େଇଥିବ, ଲକ୍ଷ୍ମଣ ସିଏକି ବି ଏଇ ରକମ କଥାବାର୍ତ୍ତା ହେବେ, ନିଜକୁ ନିଜେ ଧିକାର କରିବେ। ହନୁମାନ କହୁଛି ମୋ ପୁରୁଷକୁ ଧିକ୍, ବଡ଼ ପାଟିରେ ମୋତେ ବି ଧିକ୍। ଆରେ ଦେବଦ୍ରୋହୀ, ତୁ ଏବେ ବି ବଞ୍ଚିଛୁ, ମରିଯିବା କଥା। କି ବଳ ମୋର ଅଛି? ହନୁମାନ କହୁଛି ଅଶୋକ ଲକ୍ଷ୍ମଣ କହୁ କପିଲାଏ ଦେଖି ଦଶାନନ ବିଷମୟ ପାଏ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। କହ ରଘୁବୀର ସମୁଦିୟ ଭ୍ରାତା ତୁମ କୃତାନ୍ତ ଭଜକ ସୁର ତ୍ରାତା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। এইଭଳି କହୁଛି। ତାପରେ ଲକ୍ଷ୍ମଣ, ଆପଣ ବୋଧେ ଶୁଣିଛନ୍ତି ତ, ଲକ୍ଷ୍ମଣକୁ ଉଠେଇ ଆଣିକି ସିନା ଏତେ କଥା ହେଲା। ତାପରେ ରାବଣ ନୀରବ, ଦେଖିଥିଲା କାଳଜବ ହନୁମାନ। ରାବଣ ନୀରବ। ତାପରେ ତ ଭକ୍ତ ବତ୍ସଳ ମର୍ଯ୍ୟାଦା ପୁରୁଷ ରାମ ହୁଅନ୍ତୁ, ଲକ୍ଷ୍ମଣ ଭଗବାନ ହୁଅନ୍ତୁ, ଏ ତ ଭକ୍ତ ବତ୍ସଳ ଭଗବାନ। ହନୁମାନଙ୍କୁ ଆଉ କଷ୍ଟ କାହିଁକି ହବ? ଫୁଲ ଭଳିଆ ଲକ୍ଷ୍ମଣକୁ ଉଠେଇଲେ, ମର୍ଯ୍ୟାଦା ପୁରୁଷ ରାମଙ୍କ ନିକଟକୁ ନେଲେ। ରାବଣ ଏଣେ ଦେଖୁଛି, ପୁଣି ଯାଇକି ତଳୁ ଉଠି ରଥରେ ବସିକି ଦେଖୁଛି, ପୁରା ଆଶ୍ଚର୍ଯ୍ୟ।
କହିଲା ଦେଖ ପର୍ବତ ଭଳିଆ ମୋର ଶରୀର, ମହାବଳିଆର ଠାରୁ ଆହୁରି ମୋର ବଳ ଅଧିକା, ଇଏ ଗୋଟେ ମାଙ୍କଡ଼, ଇଏ ଲକ୍ଷ୍ମଣକୁ ନେଇଗଲା, ମୁଁ ଉଠେଇ ପାରିଲିନି, ଠିକ୍ ମୋ ବଳକୁ ଠିକ୍ ହଉ ତ। ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ କହିଲେ, ଭାଇ ବିଚାର କରି ଦେଖ, ଅର୍ଥାତ୍ ନିଜ ସ୍ୱରୂପର ସ୍ମରଣ କର। ତୁ ହେଉଛୁ କାଳର ଶ୍ରଦ୍ଧା ଭକ୍ଷକ ଏବଂ ଦେବଗଣଙ୍କର ରକ୍ଷକ। ସୁନତ ବଚନ ଉଠି ବୈଠ କୃପାଲା, ଗଇ ଗଗନ ଶକତି କରାଲା। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ପୁନିକ ଦଣ୍ଡବାନ ଗହି ଗହି ଧାଏ, ରିପୁ ସମ୍ମୁଖ ଅତି ଆତୁର ପାଏ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ, ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଲ ଭଗବାନ କି ଜୟ। ଆକୁ ଶୁଣିବା କ୍ଷଣି କୃପାଳୁ ଲକ୍ଷ୍ମଣ ଉଠିକି ବସି ପଡ଼ିଲେ ଏବଂ ବ୍ରହ୍ମାଙ୍କର ସେହି କରାଳ ଶକ୍ତି ତାଙ୍କ ଦେହରୁ ବାହାରି ଆକାଶକୁ ଚାଲିଗଲା। ଲକ୍ଷ୍ମଣ ପୁନର୍ବାର ଧନୁର୍ବାଣ ଧରି ଧାଇଁଲେ, ଦୌଡ଼ିଛନ୍ତି ଏବଂ ଅତି ଶୀଘ୍ର ଆସି ଶତ୍ରୁ ସମ୍ମୁଖରେ ପହଞ୍ଚିଗଲେ। ଆତୁର ବହରି ବିବୋଧି ସଞ୍ଜନ, ସୁତହତି ବାକୁଲ କିଓ ଗିରୋଧର ନିଦଶ। କନ୍ଦର ବିକଲ ତର ବାନ ଶତ ବୋଧେ ହିଓ, ସାରଥି ଦୂଷର ଘାଲି ରଥ ତେହି ତୁରନ୍ତ ଲଙ୍କା ଲେଇ ଗୟୋ। ରଘୁବୀର ବନ୍ଧୁ ପ୍ରତାପ ବନ୍ଧୁ, ବିହରି ପ୍ରଭୁ ଚରଣୀ ନ୍ୟାୟସିଆ। ବର ରାମଚନ୍ଦ୍ର ଶଙ୍କର ହରି ଓମ୍। ଭଜୁ ମଙ୍ଗଳ ଭବନୟ ଅମଙ୍ଗଳ ହାରି, ଦ୍ରବୌଷ ଦଶରଥ ହଜିର ବିହାରୀ। ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନ ଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଅତି ଶୀଘ୍ର ଯାଇକି ପହଞ୍ଚିକି ରାଗି ତ ଯାଇଛନ୍ତି, ଛର ମାରିକି ସେ ରଥକୁ ଭାଙ୍ଗିକି ସବୁ ଚୁନଭୁତ, ଆଉ ରଥର ଆଉ ଅବସ୍ଥା ନାହିଁ। ତାପରେ ସାରଥି ଉପରକୁ ଛର ମାରିଲେ, ତାକୁ ବି ଆଉ ବେହାଲ କରିଦେଲେ ଛର ମାରି ମାରିକି। ଯୋଉଠି ଶହ ଶହ ବାଣ ମାରିବେ, ଇଏ ଫେରେ ପୀର, ଆଉ କ'ଣ ତାଙ୍କର ଅବସ୍ଥା ରହିବ? ନା ରାବଣର ଅବସ୍ଥା ଅଛି ନା ସାରଥିର ଅଛି। ରାବଣ ସେତେବେଳକୁ ବ୍ୟାକୁଳ ହେଇଗଲାଣି, ଫେରେ ସେଇ ଶରାଘାତରେ ତଳୁ ଖସିକି ପଡ଼ିଲା। କ'ଣ କରିବ? ଆଉ ତାର ଉଠିବାର ଶକ୍ତି ନାହିଁ। ଆଉ ଯେଉଁ ସାଙ୍ଗରେ ଆସିଥିଲେ, ଇଏ ସାରଥି ତ ଅବସ୍ଥା ଖରାପ, ଅନ୍ୟ ରଥ ତ ଗୋଟେ ଆସିନଥିଲା, ଆଉ ଅନ୍ୟମାନେ ରଥରେ ଆସିଥିଲେ। ଆଉ ଗୋଟେ ସାରଥି ଆସିକି ତାକୁ ରଥରେ ପକେଇକି ଆଉ କାଳ ବିଳମ୍ବ ନ କରି ଲଙ୍କାଗଡ଼କୁ ନେଇଗଲା। ପ୍ରତାପପୁଞ୍ଜ ରଘୁବୀରଙ୍କର ଭାଇ ଲକ୍ଷ୍ମଣ ଫେରି ଆସିକି ମର୍ଯ୍ୟାଦା ପୁରୁଷ ରାମଙ୍କ ଚରଣରେ ପ୍ରଣାମ କରି କହିଲେ, ଭାଇ ଯାହା ହଉ ଆଜି ତୁମ ପ୍ରସାଦରୁ ମୁଁ ଆଜି ଜୀବନ ଫେରି ପାଇଛି, ନହେଲେ ବ୍ରହ୍ମଚାରୀ କେହି ବଞ୍ଚନ୍ତି ନାହିଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ବିଭିନ୍ନ ପ୍ରକାର ରାମାୟଣ ଲେଖାଯାଇଛି, ତେଣୁ 17 ପ୍ରକାର ରାମାୟଣ ଆପଣ ଭାବିବେ ନାହିଁ। ତୁଳସୀଦାସ ମହାରାଜ ଗୋଟେ ପ୍ରକାର ଲେଖିଛନ୍ତି, ବାଲ୍ମୀକି ମହାରାଜ ସେ ବି ଅନ୍ୟ ପ୍ରକାର ଲେଖିଛନ୍ତି,
ତେଣୁ ଆପଣ ଭାବିବେ ନାହିଁ। ବାଲ୍ମୀକି ରାମାୟଣ ବି ଆପଣମାନେ ଶୁଣୁଛନ୍ତି, ଏ ତୁଳସୀଦାସ ମହାରାଜ ରାମାୟଣ ବି ଶୁଣୁଛନ୍ତି, ତେଣୁ ଟିକେ ତଫାତ ହେବ। ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ଶଙ୍କର ଭଗବାନଙ୍କୁ ନମସ୍କାର କରି, କୃଷ୍ଣ ଭଗବାନଙ୍କୁ ନମସ୍କାର କରି, ଜଗନ୍ନାଥ ମହାପ୍ରଭୁଙ୍କୁ ନମସ୍କାର କରି, ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କୁ ନମସ୍କାର କରି, ଲକ୍ଷ୍ମଣ ଲାଲ ଭରତ ଲାଲ ଶତ୍ରୁଘ୍ନ ଲାଲଙ୍କୁ ନମସ୍କାର କରି, ଜନକନନ୍ଦିନୀ ସୀତାଦେବୀଙ୍କୁ ନମସ୍କାର କରି, ସଙ୍କଟମୋଚନ ହନୁମାନଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମାସରଣଙ୍କୁ ନମସ୍କାର କରି, ସ୍ୱର୍ଗମର୍ତ୍ତ ପାଦଳଙ୍କୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, ଅଗ୍ନିଜଳ ବର୍ଷା ଦେବତାଙ୍କୁ ନମସ୍କାର କରି, ପବନ ଦେବତା ସୂର୍ଯ୍ୟ ଦେବତା ଚନ୍ଦ୍ର ଦେବତାଙ୍କୁ ନମସ୍କାର କରି, ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ସେଇ ମର୍ଯ୍ୟାଦା ପୁରୁଷ ରାମ ନାରାୟଣଙ୍କ ନିକଟରେ ଏତିକି ପ୍ରାର୍ଥନା, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କ ସହିତ ତାଙ୍କର ପରିବାର ବର୍ଗ, ପିଲାମାନେ, ଗୁରୁଜନ, ତାଙ୍କ ସହିତ ଏ ବିଶ୍ୱରେ ଯେତେ ନରନାରୀ ପିଲା ବାଳକ ମୋର ଗୁରୁଜନ ଅଛନ୍ତି, ସମସ୍ତଙ୍କୁ ସେଇ ରାମନାରାୟଣ ଅତି ଭଲରେ ରଖନ୍ତୁ। ଏତିକି ନିବେଦନ କରି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ନରନାରୀ ମନୁଷ୍ୟ ସହିତ ଯେତେ ଏ ବିଶ୍ୱରେ ପଶୁପକ୍ଷୀ କୀଟ ପତଙ୍ଗ ଅଛନ୍ତି, ସମସ୍ତଙ୍କୁ ସେ ରାମନାରାୟଣ ଭଲ ରଖନ୍ତୁ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ଏତିକି ନିବେଦନ, ଆପଣମାନେ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ, ସବସ୍କ୍ରାଇବ୍ ଟିକେ କରିବେ ଆଉ ଲାଇକ୍ ଟିକେ କରିବେ। ଏତିକି ନିବେଦନ କରି ବିଦାୟ ନେଉଛି। ଆପଣଙ୍କ ଆଶୀର୍ବାଦ ଥିଲେ ଆଗାମୀ ଅଧ୍ୟାୟରେ ଦେଖା ସାକ୍ଷାତ ହେବ। ଜୟ ଶ୍ରୀରାମ।